2023 ଜାନୁଆରୀରୁ 2024 ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ 5,02,672 ଜଣଙ୍କୁ କୁକୁର କାମୁଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ତଥ୍ୟ ଦେଇଛନ୍ତି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ 2023ରେ ରାଜ୍ୟରେ 2,59,107 ଜଣଙ୍କୁ କୁକୁର କାମୁଡ଼ିଥିଲା। ସେହିପରିରେ ନଭେମ୍ବର ପର୍ଯ୍ୟନ୍ତ 2,43,565 ଜଣଙ୍କୁ କୁକୁର କାମୁଡ଼ିଛି। 2023 ଜାନୁଆରୀ ମାସରେ 27,696 ଜଣଙ୍କୁ କୁକୁର କାମୁଡ଼ିଥିବା ବେଳେ ଫେବୃଆରୀରେ 20,763, ମାର୍ଚ୍ଚରେ 21,824, ଏପ୍ରିଲରେ 19,325, ମେରେ 18,763, ରେ 19,970, ଜୁଲାଇରେ 18,694, ଅଗଷ୍ଟରେ 17,714, ସେପ୍ଟେମ୍ବରରେ 19,321, ଅକ୍ଟୋବରରେ 20,852, ନଭେମ୍ବରରେ 25,134 ଓ ଡିସେମ୍ବରରେ 29,501 ଜଣଙ୍କୁ କୁକୁର କାମୁଡ଼ିଛି। ସେହିପରି 2024 ଅବା ଚଳିତ ବର୍ଷ ଜାନୁଆରୀ ମାସରେ 33,547 ଜଣଙ୍କୁ କୁକୁର କାମୁଡ଼ିଥିବା ବେଳେ ଫେବୃଆରୀ ମାସରେ 32,561, ମାର୍ଚ୍ଚରେ 29,801, ଏପ୍ରିଲରେ 25,760, ମେରେ 23,291, ରେ 21,128, ଜୁଲାଇରେ 18,529, ଅଗଷ୍ଟରେ 18,505, ସେପ୍ଟେମ୍ବରରେ 19,091 ଓ ଅକ୍ଟୋବରରେ 21,352 ଜଣଙ୍କୁ କୁକୁର କାମୁଡ଼ିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏବେ 17.34 ଲକ୍ଷ ବୁଲା କୁକୁର ଅଛନ୍ତି। 2022-23 ଆର୍ଥିକ ବର୍ଷରେ 8ଟି ସହରାଞ୍ଚଳରେ 4605ଟି କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।